ଚିତ୍ରକୋଣ୍ଡା ବନାଞ୍ଚଳରେ ଆମର ବାଲିମେଳା ଡ୍ୟାମ୍ ସାଇଟ୍ ନିକଟରେ ପରିବେଶ ଦିବସ ଆନୁକୂଲ୍ୟରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆମେ ଏହି ଅବସରରେ ଆମେ ଗୋଟେ ଟ୍ରେକିଂ ରୁଟ୍ ଗୋଟେ ନିର୍ଦ୍ଧାରିତ କରାଯାଇଥିଲା, ତାକୁ ଓପେନ୍ କରାଗଲା। ଏଇଟା ବାଲିମେଳା ଡ୍ୟାମ୍ ଠାରୁ ଆଲମପାକା ପର୍ଯ୍ୟନ୍ତ ଏଇଟା ଗୋଟେ ବିସ୍ତାରିତ ଜଙ୍ଗଲ ମଧ୍ୟରେ ଗୋଟେ ରାସ୍ତା, ବହୁତ ସୁନ୍ଦର ନେଚରକୁ ଅନୁଭବ କରିବା ପାଇଁ, ପ୍ରକୃତିକୁ ଅନୁଭବ କରିବା ପାଇଁ ଗୋଟେ ଟ୍ରେକିଂ ରୁଟ୍ ଟୁ କନେକ୍ଟ ୱିଥ୍ ଦି ନେଚର, ମନୁଷ୍ୟ ଏବଂ ପ୍ରକୃତି ସହିତ ଜଡ଼ିତ ପାଇଁ ଏଭଳି ଗୋଟେ ଟ୍ରେକିଂ ପ୍ରୋଗ୍ରାମର ଶୁଭାରମ୍ଭ କରାଯାଇଛି। ଏହା ମାଲକାନଗିରି ଜିଲ୍ଲାର ଗୌରବ ଯେ ବାଲିମେଳା ଡ୍ୟାମ୍ କଡ଼କଡ଼ରେ ଗୋଟେ 5 କିଲୋମିଟର ପରିବ୍ୟାପ୍ତ ଏହି ଟ୍ରେକିଂ ରୁଟ୍ଟା ମୁଁ ଭାବୁଛି ଏକଟୁର ଓଡ଼ିଶାରେ ଆଜି ଚିଫ୍ ମିନିଷ୍ଟରଙ୍କ ଦ୍ୱାରା ଇନାଗୁରେଟ୍ ହେଇଛି ଏବଂ ଆଜି ଜିଲ୍ଲାସ୍ତରୀୟ ଏହି ଟ୍ରେକିଂ ରୁଟ୍ଟା ମଧ୍ୟ ଜିଲ୍ଲାପାଳ ମହୋଦୟ ଏବଂ ଚେୟାରମ୍ୟାନ୍ ମହୋଦୟା ସମସ୍ତେ ଆସି ଆଜି ଟ୍ରେକିଂକୁ ଶୁଭାରମ୍ଭ କରିଥିଲେ। ଜୁନ୍ 5 ତାରିଖ ସମଗ୍ର ବିଶ୍ୱରେ ଯେଉଁ ଆନ୍ତର୍ଜାତିକ ପରିବେଶ ଦିବସ ପାଳନ କରୁছে 1973 ମସିହାରୁ ଏଭଳି କାର୍ଯ୍ୟକ୍ରମ ସମଗ୍ର ପୃଥିବୀର 150ଟି କଣ୍ଟ୍ରିରେ ଷ୍ଟକହୋମର କନଫରେନ୍ସ ହ୍ୟୁମାନ୍ ଆଣ୍ଡ ଏନଭାରନମେଣ୍ଟର ଯେଉଁ ପ୍ରୋଗ୍ରାମ ହେଇଥିଲା ତା ପରଠାରୁ ଏ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଏ ବର୍ଷର ଉଦ୍ଦେଶ୍ୟ ବା ଥିମ୍ ହେଉଛି ଇନ୍ସପାୟର୍ଡ ବାଇ ନେଚର ଫର୍ ଦି କ୍ଲାଇମେଟ୍ ଆଣ୍ଡ ଫର୍ ଦି ଫ୍ୟୁଚର ଅଫ୍ ହ୍ୟୁମାନ୍ ବିଂ। ମନୁଷ୍ୟର ଭବିଷ୍ୟତ ପାଇଁ ପ୍ରକୃତିର ସୁରକ୍ଷା ଏବଂ ତାର ରକ୍ଷଣାବେକ୍ଷଣ କିପରି କରିବା ଏବଂ ପ୍ରକୃତି ସହିତ କିଭଳି ଜଡ଼ିତ ହେଇକି ଆମ ପିଢ଼ିକୁ ଆଗକୁ ଏହି ପରିବେଶ ଦିବସର ଲକ୍ଷ୍ୟ। ବର୍ତ୍ତମାନ ଆ ପାଇଁ ଚିନ୍ତା କରାଯାଉଛି, ଏହି ପରିକଳ୍ପନା ବର୍ତ୍ତମାନ ଆମେ ଶୁଭାରମ୍ଭ କରିଛେ ଆଜି ଆମେ ଇଏ କରିଛୁ ଡେଭଲପ୍ କରିବା ପାଇଁ ଗୋଟେ ବଟନାରୀ ଷ୍ଟଡି ମାନେ ପ୍ରୋଗ୍ରାମ ଭଳିଆ ଏ ରାସ୍ତାରେ ଗଲେ ଯେମିତି 50-100 ସ୍ପେସିସ୍ ଆମେ ବି ଆଇଡେଣ୍ଟିଫାଇ କରିପାରିବା। ଏଣ୍ଟରଟେନମେଣ୍ଟ ପ୍ଲସ୍ ଷ୍ଟଡି ପର୍ପଜ୍ ପ୍ଲସ୍ ଉପଭୋଗ କରିବା, ତିନିଟା ଯାକ କାର୍ଯ୍ୟ କିଭଳି ତାକୁ ଉଦ୍ଦେଶ୍ୟ କରିକି ଆମେ